ଆଜିର ଖବର ଫେବୃଆରୀ 17ରେ ରାଜ୍ୟ ବଜେଟ୍ 31 ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ଅନଲାଇନରେ ମତାମତ ଦେଇପାରିବେ। ମଣ୍ଡିରେ କାନ୍ଦୁଛି ଚାଷୀ, ଥମୁନି ଧାନ ବିକ୍ରି ଯନ୍ତ୍ରଣା। କଟକ ନିଆଳିରେ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତା ଉପରେ ଧାନ ପୋଡ଼ିଲେ ଅନ୍ନଦାତା। ପୁଣି ରିମାଣ୍ଡରେ ଆସିବେ ହାଇ ପ୍ରୋଫାଇଲ ଠକ ହଂସିତା ଅନିଲ। ଯୁବତୀ ଚାଲାଣ ଲିଙ୍କ ଖୋଲିବ। ପ୍ରି ବଜେଟ୍ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଚଳିତ ବର୍ଷ ଦିଆଯିବ 40,000 ନିଯୁକ୍ତି। ଭୁବନେଶ୍ୱର ବ୍ୟାଙ୍କ କର୍ମଚାରୀ ବେଶରେ ଆସିଲେ ତାଡ଼ି ନେଲେ ଏଟିଏମ୍। ଚୋରି ଅଟୋରେ ବୋହି ନେଲେ ଟଙ୍କା ଭର୍ତ୍ତି ଏଟିଏମ୍ ମେସିନ୍। ଟଙ୍କା ନେବା ପରେ ଗଙ୍ଗୁଆ ନାଳରେ ଭସାଇ ଅଭିଯୁକ୍ତ ଚମ୍ପଟ। ସୁଭଦ୍ରା ପୋର୍ଟାଲରେ ପୁରୁଷ କେମିତି କଲେ ଆବେଦନ, ବଢ଼ିଲାଣି ରାଜନୀତି। ଫେବୃଆରୀ 9ରେ ବାରବାଟୀରେ ଭାରତ ଇଂଲଣ୍ଡ ଦିନିକିଆ। 5 ଓ 6ରେ କାଉଣ୍ଟରରେ ଏବଂ 2ରେ ଅନଲାଇନରେ ହେବ ଟିକେଟ ବିକ୍ରି। ସମସ୍ତଙ୍କ ପାଇଁ ଶିକ୍ଷା, ଏହି ବାର୍ତ୍ତା ନେଇ ଆଜି କିଟ୍ ଓ କିସ୍ ପକ୍ଷରୁ ସାରା ଓଡ଼ିଶାରେ ଅନୁଷ୍ଠିତ ହେଉଛି ମିନି ମାରାଥନ। ରାଜ୍ୟର ଆବାସ ସର୍ଭେ ଆରମ୍ଭ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର। ଶୀତ ଦିନରେ 52 ବର୍ଷର ରେକର୍ଡ ଭାଙ୍ଗିଲା ତାତି। କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା 33ରୁ 2 ଡିଗ୍ରୀ। ଆନନ୍ଦପୁର ଖଣି ବିଭାଗ ଓ ପୁଲିସର ମିଳିତ ଚଢ଼ାଉ। 3 ବାଲି ବୋଝେଇ ହାଇୱା ଜବତ। ଲକ୍ଷ୍ମୀପୁର ନାରାୟଣ ପାଟଣାସ୍ଥିତ ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଜିଓ ଭାରତର ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ। ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ ସେବା। ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ 1 ଲିଟର କ୍ଷୀର ପିଛା କମ୍ପାନୀ 1 ଟଙ୍କା କମାଇଛି। ବିଜେପି ଯାହା ବାଣ୍ଟୁଛି ନିଅ, କିନ୍ତୁ ଭୋଟ ଦିଅନି। ଭୋଟରୁ କେଜରିୱାଲଙ୍କ ପରାମର୍ଶ। ୟୁପିଏସସି ସିଭିଲ ସେବା ପରୀକ୍ଷା ପାଇଁ ବଦଳିଲା ଆବେଦନ ନିୟମ। ଏବେ ପ୍ରଥମେ ଦାଖଲ କରିବାକୁ ପଡ଼ିବ ଦସ୍ତାବିଜ। ଓଡ଼ିଶା ଛତିଶଗଡ଼ ସୀମାରେ ମିଳିଲା 12ଟି ମାଓବାଦୀଙ୍କ ପରିଚୟ। ମୃତକଙ୍କ ମଧ୍ୟରେ କଟକ ଯୁବକ। 18 ଲକ୍ଷ ଟଙ୍କା ଥିଲା ପୁରସ୍କାର। ଅଭିନେତା ଶ୍ରେୟସ ତଲପଡ଼େ ଓ ଆଲୋକ ନାଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ। ବୀରେନ୍ଦ୍ର ସେହ୍ୱାଗ ନିଜ ପତ୍ନୀ ଆରତୀ ଅହ୍ଲାଓଙ୍କ ଠାରୁ ବିବାହରେ 20 ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ବ୍ରିଟେନରେ ସିନେମା ଏମର୍ଜେନ୍ସିକୁ ଜୋରଦାର ବିରୋଧ। ଥିଏଟରରେ ପଶି କଲେ ସିନେମା ବନ୍ଦ। ଦର୍ଶକଙ୍କୁ ଧମକ ଦେଲେ ଖଲିସ୍ତାନୀ ସମର୍ଥକ। ଫେବୃଆରୀ 5ରେ ପ୍ରୟାଗରାଜ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ସାଧୁସନ୍ଥଙ୍କୁ ଭେଟିପାରନ୍ତି ମୋଦି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରି ଯିବାକୁ ଚାହୁଁଛି ଆମେରିକା। ପୁନର୍ବିଚାର କରିବାକୁ ଆହ୍ୱାନ ଦିଆଯାଇଛି।